जय जगन्नाथ साଙ୍ଗମାନେ ସକାଳେ ଆସିକି ପହଞ୍ଚିଗଲା ମୋର 2 ଟଙ୍କିଆ ଚାରା ଆଉ 2ଟା। ତ ଏଇ ଯେତେବେଳେ ଯାହା ନଜରରେ ଆସୁଛି ସ୍ୱାମୀ ଭଲ ଭଲ ଗଛ ଦେଖିକି ନେଇ ଆସୁଛନ୍ତି। ଆଉ ହାତରୁ ତ ବେଶୀ ଖର୍ଚ୍ଚ କରିବାକୁ ପଡ଼ୁନି ଆଉ ଗ୍ରୋ ବ୍ୟାଗ୍ ବି ଏଥରକ ବହୁତ ସାରା ଷ୍ଟୋର୍ ଅଛି। ତ ସେଥିପାଇଁକା ମୋତେ କହିଲେ ଯାହା ଯେତିକି ମିଳୁଛି ଲଗେଇ ପକା। କିନ୍ତୁ ମାଟିର ଟିକେ ଚିନ୍ତା ଟିକେ ଅଧିକା ରହୁଛି। ତ ଯାହା ବି ହଉ ମୁଁ ମାଟି ସହିତ ଟିକେ ଖତ ଫତ ଦେଇକି ଆଉ କିଛି ମାଗଣା ଖତ ଦେଇକିରି ଯୋଉଟାକି ମୁଁ ଆଗରୁ ଗୋଟେ ଭିଡ଼ିଓରେ ସେୟାର କରିଥିଲି। ତ ସେଇ ସବୁ ଖତ ଦେଇକି ଗୁଳେଇ ଗାଳେଇ ଲଗେଇ ଦଉଛି। ଯୋଉଥିପାଇଁ ମାଟି ଚିନ୍ତା ରହୁନାହିଁ। ତ ମାଟି ଏଠି ଯେତିକି ବି ଦେଖୁଛନ୍ତି ନା କେତେ ଯେ ପରିଶ୍ରମ କରିକି ଏତିକି ମାଟି ମୁଠେ ମିଳୁଛି ସେଇଟା ମୁଁ ହିଁ ଜାଣେ। ଆଉ ଯଦି ବି ଏଇଭଳିଆ ସିଚୁଏସନ୍ କୌଣସି ଭାଇ ଭଉଣୀଙ୍କର ଥିବ ନା ମାଟିକୁ ନେଇକି ତାହେଲେ ସେମାନେ ବି ମୋ ଫିଲିଙ୍ଗସ୍ କ'ଣ ବୁଝିପାରୁଥିବେ ନିଶ୍ଚିତ ଭାବରେ। ତ ମାଟି ବାଡ଼ିପଟରେ ତ ଅଛି କିନ୍ତୁ କେତେ ବି ଖୋଳିବି ତାପରେ ସେଟା ପୁରା ଖପରାମୟ। ମାନେ ବହୁତ ଜଣ କହିଲେ କି ତମର କ'ଣ ଘର ଯେଉଁ କରିଛ ମାଟି କ'ଣ ଜମା ନାହିଁ? ମାଟି ଅଛି ଆଜ୍ଞା, ମାଟି ଅଛି ହେଲେ କ'ଣ ହେବ ସେ ମାଟି ମାନେ ଗଛ ଜମା ହେବନି। କାହିଁକିନା ପୁରା ମାଟି ପୁରା ବଧିରିଆ ମାଟି। ତାପରେ ହେଉଛି ସେଇଟା କ'ଣ କହିଲେ ପୁରା ଖପରାମୟ। ଆଉ ଖପରାରେ କୌଣସି ଗଛର ଚେର ବଢ଼ିପାରେନି ଠିକ୍ସେ, ଯୋଉଥିପାଇଁ ମୋତେ ଲଗେଇବାକୁ ଇଚ୍ଛା ଥିଲେ ବି ମୁଁ ଲଗାଏନି। ତ ଯାହା ବି ହଉ ମୋର ଏଇଠି ମାଟି ଯାହା ଯେତିକି ମୁଁ ବନେଇକି ରଖିଥିଲି ତା ଦ୍ୱାରା ହାଲକା ମୁଁ ମାଗଣା ଖତ ଯୋଉଟାକି ମୋର ଭୁରଭୁରି ବନେଇ ରଖିବା ପାଇଁ ମାଟିକୁ, ତ ସେ ଖତ ମୁଠେ 3 ମୁଠା ପାଖାପାଖି ମିଶେଇଛି। ତ ଏଇ ଖତଟା ମୁଁ କାହିଁକି ମିଶେଇଲି କହିଲେ, ଏଇ ଖତଟା ମିଶେଇଲେ ମାଟି ଭୁରଭୁରି ଆଉ ଜିଆ ହେବ। ତ ଦୁଇଟା ତ ଲାଭ ହେବ, କିନ୍ତୁ ଆଉ ଗୋଟେ ଲାଭ ହେବ କ'ଣ, ସେଇଟା ହେଉଛି ମାଟି କିଛି ମୋର ବଳକା ରହିଯିବ। ଆଉ କିଛି ଛୋଟ ଚକୋଲେଟ୍ ଡବା ହେଲେ ମୁଁ ସେଇଟାର ଭର୍ତ୍ତି କରିକି ବି ମଧ୍ୟ ଗଛ ଲଗେଇଦେମି। ତ ସେଇଥିପାଇଁକା ମୁଁ ସେଇ ଉଦ୍ଦେଶ୍ୟ ରଖିକି ମୁଁ ଏମିତି ବାହାର କଲି। ଆଉ ତାକୁ ହେଉଛି କିଛି ଦେଖିଲି ପତ୍ରର ଖତଟା ହେଇଛି କି ନାହିଁ। ଆଉ ପତ୍ର ଗୁଡ଼ାକ ଯାହା ଯେତିକି ଦେଇଥିଲି ସେ ବଢ଼ିଆ ସେ ଖତ ହେଇଛି। ଆଉ ତାପରେ ମୋର ମାଟି ଦେଖ ଯେତିକି ମୁଁ ଦେବା କଥା କ୍ୱାଣ୍ଟିଟି ହିସାବରେ ଦେଉଛି। ଆଉ ମୁଁ ପ୍ରତ୍ୟେକଟି ଯେଉଁ ଛୋଟ ଚାରା ଲଗାଉଛି ତା'ର ଗ୍ରୋଥ୍ ହେବ, ପିଞ୍ଚିଂ ହେବ, ଖୁସା ହେବ, ଯେଉଁଟାକି ମାଟି ଉପର ତଳ ହେବ। ତ ସେଇଟା ପୁଣି 4ରୁ 5 ବାର ପାଖାପାଖି। ଏଥିପାଇଁ ମାଟିର କ୍ୱାଣ୍ଟିଟି ସବୁବେଳେ ଗ୍ରୋ ବ୍ୟାଗ୍ ହଉ କିମ୍ବା ଚକୋଲେଟ୍ ଡବାର କ୍ୱାଣ୍ଟିଟି ଟିକେ କମ୍ ରଖିବେ, ଯେମିତି ଆପଣଙ୍କୁ ସହଜ ହେବ ଖୁସେଇଲା ବେଳେ। ନହେଲେ ଅଧିକା ଉଛଳେଇକି ଯଦି ମାଟି ଦେଇଦେବେ ଏମିତି ଗ୍ରୋ ବ୍ୟାଗ୍ର କିମ୍ବା ଚକୋଲେଟ୍ ଡବାର, ତାହେଲେ ଆପଣଙ୍କୁ କ'ଣ କହିଲେ ଖୁସେଇଲା ବେଳେ ଅସୁବିଧା ହେବ କ'ଣ, ଗଛର ପତ୍ରରେ ଭିଡ଼ି ଧରିବ ମାଟି, ନହେଲେ କେଉଁଠି ଲାଗିଯିବ ଡାଳ ପତ୍ରରେ, ଯୋଉଥିପାଇଁ ଫଙ୍ଗସ୍ ଲାଗିବ। ସେଥିପାଇଁ ମାଟିର କ୍ୱାଣ୍ଟିଟି କମ୍ ଦେବେ। ଆଉ ପଛରେ ଖତ ଦେଲା ବେଳକୁ ଆପଣଙ୍କୁ ଠିକ୍ ମାଟି କ୍ୱାଣ୍ଟିଟି ମିଳିଯିବ। ଆଉ ଗ୍ରୋ ବ୍ୟାଗ୍ରେ ଗଛଟା ବି କାଫି ଭଲ ଗ୍ରୋ କରିବ। ତ ଏମିତି ହିଁ ମୁଁ କରିକି ପ୍ରତ୍ୟେକଟି ଗଛକୁ ଲଗେଇଥାଏ। ଆଉ 2 ଟଙ୍କିଆ ଗଛ ମୋର ବହୁତ ଗୁଡ଼ିଏ ଏଥର ଲଗେଇଛି। ଆଗକୁ ଭିଡ଼ିଓ ନିଶ୍ଚିତ ସେୟାର କରିବି। ଆଉ ଗୋଟିଏ ଭିଡ଼ିଓରେ ମୋର ରଖିବି ଯେତିକି ଶୀତଦିନିଆ ଫୁଲ ଗଛ ଆଉ ସେସବୁ 2 ଟଙ୍କିଆ ଚାରା ହେଲା, ଆପଣମାନଙ୍କ ସହିତ ଆଗକୁ ସେୟାର କରିବି। ସେଥିପାଇଁ ଆପଣମାନେ ବି ମଧ୍ୟ ଚ୍ୟାନେଲ୍ ସହିତ ଯୋଡ଼ି ରୁହନ୍ତୁ। ମୋର ଗଛ ଲାଗିଗଲା, ମୁଁ ଗୋଟିଏ ଗ୍ରୋ ବ୍ୟାଗ୍ରେ 2ଟା ଯାକ ଗଛ ଲଗେଇଲି। ଆପଣମାନେ ଯଦି ଏ ଗଛ ଚିହ୍ନିଛନ୍ତି ନିଶ୍ଚିତ କମେଣ୍ଟରେ କୁହନ୍ତୁ ଏଇଟା କି ଗଛ ଲଗେଇଲି ଆଜି। ରହିଲି, ଜୟ ଜଗନ୍ନାଥ, ବାଏ ବାଏ।